ସେ ମୋତେ ଡାକିଥିଲା କହିଲା ସେ ଫଟୋ ଯେଉଁ ବାହାରି ଯାଇଛି କମ୍ପ୍ରମାଇଜ୍ କରିବା। ସେ ଆସି ତା ଭାଇମାନଙ୍କୁ ଡାକିକି ମୋତେ ଟେକି ନେଇଯାଇଥିଲା। ଟେକି ନେଇକି ତାଙ୍କ ଗାଁ ଫିଲ୍ଡରେ ସୁନୀଲ କୁମାର ସେଠି ସେ ମୋତେ ଡାକିଥିଲା କହିଲା ସେ ଫଟୋ ଯେଉଁ ବାହାରି ଯାଇଛି କମ୍ପ୍ରମାଇଜ୍ କରିବା। ସେ ଆସି ତା ଭାଇମାନଙ୍କୁ ଡାକିକି ମୋତେ ଟେକି ନେଇଯାଇଥିଲା। ଟେକି ନେଇକି ତାଙ୍କ ଗାଁ ଫିଲ୍ଡରେ ମୋତେ ବାଡ଼ିଥିଲା। ସେ ଅଭିଯୋଗ କରୁଛନ୍ତି ଯେ ତମେ ତାକୁ ଏସିଡ୍ ମାଡ଼ କରୁଥିବା ପାଇଁ ଧମକ ଦଉଥିଲ, ତା ଫଟୋକୁ ଭାଇରାଲ କରୁଥିଲ। ଏ ଯୋଉ ଅଭିଯୋଗ ଗୁଡ଼ା କରାହେଇଛି ସେଗୁଡ଼ା କେତେ ସତ? ମୁଁ ଏସିଡ୍ ମାଡ଼ କିଛି ବି କରିନି। ମୋ ପାଖେ ଏସିଡ୍ କିଛି ନାହିଁ। ଏସିଡ୍ କୋଉଠୁ ଆଣିବୁ କୁହ? ଆଚ୍ଛା, ଝିଅ ସହିତ କ'ଣ ସମ୍ପର୍କ ତମର? ମୁଁ ଆଗରୁ ଫାଷ୍ଟ ଭଲ ପାଇଥିଲି। ବାହାଘର ପରେ ମୁଁ ଆଉ ତା ସହିତ କଥାବାର୍ତ୍ତା କିଛି ହଉନଥିଲି। ମୁଁ ୱାଇଫ୍ ଥାଇକି ମୁଁ ଫଟୋ ସବୁ ଭାଇରାଲ କରୁଥିଲା। ରାଗେ କୋଉ ରାଗରେ? ସେ ତା ପାଖେ ସବୁ ସ୍କ୍ରିନଶଟ୍ ସବୁ ଅଛି। ହଁ, ତା ସହିତ କେତେ ଥର କଥା ହେଇଛି। ଯେ ତମେ କ'ଣ ପୁଣି ସେ ଝିଅକୁ ଭଲ ପାଉଥିଲ ବାହାହେଲା ପରେ? ହଁ, ବାହାହେଲା ପରେ ଏଇ ଝିଅ ସହିତ ପୁଣି ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲ ନା କ'ଣ? ମୁଁ ସେମିତି କଥା ହେଇଥିଲି। ମୁଁ ଆଉ କେମିତି ରଖିନଥିଲି। ଜଣକୁ ବାହା ହେଇଛ, ହଁ ୟାକୁ କିନ୍ତୁ ଭଲ ପାଉଥିଲ ଆଗରୁ, ହଁ ଏବେ ବି ଆଉ ଥରେ ବାହା ହେବାକୁ ଇଚ୍ଛା କରୁଥିଲ। ଆଜ୍ଞା। ଯେହେତୁ କ'ଣ ପାଇଁ ସୁନ୍ଦର ନା କ'ଣ? କ'ଣ ପାଇଁ ପୁଣି ଆଉ ଥରେ ତ ବାହା ହେଇଥିଲ? ମୋର ଡିଭୋର୍ସ ଉପରେ ଅଛି। ଡିଭୋର୍ସ ହେଇଯିବ। କୋର୍ଟରେ କେସ୍ ଫେସ୍ ଚାଲିଛି। ଆଚ୍ଛା, ତାପରେ ପୁଣି ଥରେ ସମ୍ପର୍କ ରଖିବାକୁ ଝିଅ ତ ଚାହୁଁନି, ତମେ କାହିଁ ଜବରଦସ୍ତି କରୁଛୁ? ଜବରଦସ୍ତି ମୁଁ କରିନି। ଠିକ୍ ଅଛି, ହଉ। ତା ଭାଇମାନେ ତ ବାଡ଼େଇଲେ ନା? ଆଜ୍ଞା। କେତେ ତମେ 3 ଜଣ ଯାଇଥିଲ ସାଙ୍ଗ? ନା, ଆମେ 2 ଜଣ ଯାଇଥିଲୁ। ମୋ ସାନ ଭାଇଟା ଛାଡ଼ି ଦେଇକି ପଳେଇଲା। ଏମାନେ 20-25 ପିଲା ତାର କଲନି ଏମାନେ ତମ ବାଡ଼େଇଲେ ମୁଁ ଇଲେକ୍ଟ୍ରିକ୍ ଗାଡ଼ି ଚଲାଏ। ନା, ମୁଁ ଏସିଡ୍ କିଛି ନାହିଁ ତ ମୁଁ ଏସିଡ୍ କୋଉଠୁ ଆଣିବି? ବାହାହେଲ ଗୋଟେ ସୁନ୍ଦର ସ୍ତ୍ରୀଟେ ବାହାହେଲ, ପୁଣି ଆସ ପଛରେ କାହିଁକି? ମୁଁ ଆଉ ସହିତ କଥା ହେଇନଥିଲି। ତମେ କେବେ ବାହା ହେଇଥିଲ? ମୋର ଏଇ ବର୍ଷ ପାଖାପାଖି। ବର୍ଷେ ବାହା ହେଇଛ, କୋର୍ଟରେ କେସ୍ ଫେସ୍ ଚାଲିଛି। କୋଉଠି ଚାଲିଛି? କ'ଣ ଦିବସ? ଡିଭୋର୍ସ। କାହିଁକି divorce ହଉଛି? ହଁ ତମ କ'ଣ ପରକୀୟା ପ୍ରୀତି ଅଛି? ଏ ପରକୀୟା ପ୍ରୀତି ରହୁଛି ଆଜ୍ଞା। ଝିଅ ସହିତ? ନା, ମୋର ବେଶୀ କିଛି ମୋର ଆଚ୍ଛା, ତମର ତାର ରିଲେସନସିପ୍ ଅଛ, ଯୋଉ ଭିଡ଼ିଓରେ ଭାଇରାଲ ହଉଛି, ଭିଡ଼ିଓ ଫଟୋ ସବୁ ଭାଇରାଲ ଅଛି। ମାନେ ଶାରୀରିକ ସମ୍ପର୍କ ନାଇଁ। Boarding completed. Nurture. Discover. Fly with pride.